ମା ପୁଅ ଦୁହେଁ ଏକ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍କୁ ଧକ୍କା ଦେଇ ପଳାଇଥିଲା। ତେଣୁ ଅତି ଗୁରୁତର ଅବସ୍ଥାରେ ମା ପୁଅଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲେ ବି ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ ପିପିଲିକାନି ଗ୍ରାମର ମଞ୍ଜୁ ମାଝୀ ଓ ତାଙ୍କ ପୁଅ ମନୋଜ ମାଝୀ ଏକ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିଲେ। ତେବେ ଡିମିରିକୁଦା ଗ୍ରାମ ନିକଟ ବେହେରା ନର୍ସିଂ ହୋମ୍ ସମ୍ମୁଖରେ କୌଣସି ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍କୁ ଧକ୍କା ଦେଇ ପଳାଇଥିଲା। ତେଣୁ ମା ପୁଅ ଦୁହେଁ ଅତି ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ସେମାନଙ୍କୁ ରେଢ଼ାଖୋଲ ପୁଲିସ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ ବି ଉଭୟ ମା ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମୃତ ମନୋଜ ମାଝୀ 1 ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀ ଗର୍ଭବତୀ ରହିଥିଲେ। ଗତକାଲି ରାତିରେ ମୃତ ମନୋଜ ମାଝୀଙ୍କ ସ୍ତ୍ରୀ ମୋନାଲିସା ମାଝୀଙ୍କ ଗର୍ଭରୁ ନାଟିଦେଉଳ ମେଡିକାଲରେ ଏକ ଶିଶୁ କନ୍ୟା ଜନ୍ମ ହୋଇଛି, ଯାହାକି ବାପାଙ୍କ ମୃତଦେହ ବ୍ୟବଚ୍ଛେଦ ହେଉଥିବା ସମୟରେ ମା କୋଳକୁ ଆସିଛି କନ୍ୟା ସନ୍ତାନ। ଏପରି ଦୁଃଖଦ ଘଟଣାକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରୁ ବିନୋଦ କୁମାର ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।